ओम नमः शिवाय। दर्शक बंधु, कौन आपणकर तुला राशि कि कौन आपण दीर्घ दिन धरी दुख कष्ट आर्थिक अनाटन एवं मानसिक शांति दे गति करुछंती कि जदि हाँ तेबे आजिर एही वीडियो को भूल रे भी अधारु छाड़ी जातु नहीं, कारण एही वीडियो आपण जीवनर सबुठु बड़ टर्निंग पॉइंट हेबाकु जाउअछि। पवित्र श्रावण मास आरंभ हो सारी एवं आकाश मंडल रे ग्रह मानकर एपरी एक महासंजोग सृष्टि होउछि जहाँ सीधा सड़क तुला राशि उपरे देवादिदेव महादेवଙ୍କ स्वतंत्र कृपा वृष्टि कराइबाकु जाउछि। वर्ष वर्ष धरी आपण जो फल ପାଇଁ अपेक्षा करथिले ताहा एही गोटिए मासरे पूर्ण हेबाकु जाउछि। तेणु निज ପାଇଁ निज परिवार ପାଇଁ एवं निजर उज्जवल भविष्य ପାଇଁ वीडियो को शेष पर्यंत निश्चय देखंतु। नमस्कार दर्शक बंधु, आम चैनल को आपण मानकु हार्दिक स्वागत। जदि आपण महादेवंकर जने सच्चा भक्त तेबे कमेंट बॉक्स रे हर हर महादेव लिखि वीडियोटी को गोटे लाइक निश्चय कर दियंतु। तेबे दर्शक बंधु, आपणक मनरे निश्चय प्रश्न उठुथिबो जे महादेवंकर सबुठु बड़ आशीर्वाद एथर तुला राशि उपरे काहेकि पड़िबो। एहार दुईटी बड़ कारण रहिछि। प्रथम कारण हेउछि आपणक राशिर अधिपति ग्रह तुला राशिर स्वामी होउछन्ति शुक्रदेव। आउ पुराण अनुसारे दैत्यगुरु शुक्राचार्य हेउछन्ति भगवान शिवंकर परम भक्त। शुक्राचार्य निजर कठोर तपस्या बଳରେ महादेवंठारु मृत संजीवनी विद्या हासिल करथिले। तेणु जो राशिर स्वामी निजे महादेवंकर एते बड़ भक्त ସେହି ରାଶିର ବ୍ୟକ୍ତିମାନଙ୍କ ଉପରେ ମହାଦେବଙ୍କର ଅଶେଷ ଦୟା ସବୁବେଳେ ରହିଥାଏ। ଦ୍ୱିତୀୟ କାରଣ ହେଉଛି ଆପଣଙ୍କର କର୍ମ ଏବଂ ପୂର୍ବର କଷ୍ଟ। ବିଗତ କିଛି ବର୍ଷ ଧରି ତୁଳା ରାଶିର ବ୍ୟକ୍ତିମାନେ ବହୁତ କଷ୍ଟ ସହିଛନ୍ତି। ଆପଣମାନେ ଅନ୍ୟର ଭଲ କରିଛନ୍ତି, କିନ୍ତୁ ବଦଳରେ ଆପଣଙ୍କୁ ଧୋକା ମିଳି ଆସିଛି। ଆପଣ ଯାହାକୁ ନିଜର ଭାବିଛନ୍ତି ସେ ହିଁ ଆପଣଙ୍କୁ ପଛରୁ ଛୁରୀ ମାରିଛି। ଆର୍ଥିକ ସ୍ତରରେ ବହୁତ ଉଠାପକା ଦେଖିଛନ୍ତି। ମହାଦେବ ହେଉଛନ୍ତି ନ୍ୟାୟର ଦେବତା। ଆପଣଙ୍କର ଏହି ସବୁ ଧୈର୍ଯ୍ୟର ପରୀକ୍ଷା ଏବେ ଶେଷ ହୋଇଛି। ଆପଣଙ୍କ ଲୁହ ଏବଂ କଷ୍ଟର ହିସାବ ଏବେ ମହାଦେବ ନିଜେ କରିବେ। ସେଥିପାଇଁ ଏହି ଶ୍ରାବଣ ମାସ ଆପଣଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ତେବେ ଦର୍ଶକ ବନ୍ଧୁ, ଏହି ଶ୍ରାବଣ ମାସରେ କିପରି ଆପଣଙ୍କର ଭାଗ୍ୟ ଖୋଲିବ, କ'ଣ ସବୁ ଚମତ୍କାର ଘଟିବ? ପ୍ରଥମ ଚମତ୍କାରଟି ଘଟିବ ଆପଣଙ୍କର ଆର୍ଥିକ କ୍ଷେତ୍ରରେ। ତୁଳା ରାଶିର ଲୋକମାନେ ପଇସା ତ ବହୁତ କମାନ୍ତି, କିନ୍ତୁ ତାହା ପାଖରେ ରୁହେ ନାହିଁ। କିନ୍ତୁ ଏହି ଶ୍ରାବଣ ମାସରେ ଆପଣଙ୍କୁ ବିଭିନ୍ନ ଦିଗରୁ ଧନ ପ୍ରାପ୍ତିର ଯୋଗ ରହିଅଛି। ଯଦି ଆପଣଙ୍କର କୌଣସି ବକେୟା ଅର୍ଥ କେଉଁଠି ଫସି ରହିଥିଲା ବା କେହି ଆପଣଙ୍କଠାରୁ ଧାର ନେଇ ଫେରାଉ ନଥିଲେ, ତେବେ ତାହା ହଠାତ୍ ଫେରି ପାଇବାର ପ୍ରବଳ ସମ୍ଭାବନା ରହିଛି। ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ସୁବର୍ଣ୍ଣ ସୁଯୋଗ ଆଣିଦେବ। ନୂଆ ପ୍ରୋଜେକ୍ଟ ମିଳିବ। ମହାଦେବଙ୍କ ଆଶୀର୍ବାଦରୁ ଧନର ଏମିତି ରାସ୍ତା ଖୋଲିବ ଯେ ଆପଣ ଋଣମୁକ୍ତ ହୋଇପାରିବେ। ଦ୍ୱିତୀୟ ବଡ଼ ପରିବର୍ତ୍ତନ ହେବ ଆପଣଙ୍କର କର୍ମକ୍ଷେତ୍ରରେ। ଯେଉଁମାନେ ଦୀର୍ଘ ଦିନ ଧରି ଚାକିରି ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କୌଣସି ଖୁସି ଖବର ନିଶ୍ଚୟ ମିଳିବ। କର୍ମକ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହେବ। ଆଉ ଗୋଟିଏ କଥା, ତୁଳା ରାଶିର ଲୋକଙ୍କୁ ଶତ୍ରୁମାନେ ବହୁତ ହଇରାଣ କରନ୍ତି। ଗୁପ୍ତ ଶତ୍ରୁମାନେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରନ୍ତି, କିନ୍ତୁ ଏହି ଶ୍ରାବଣ ମାସରେ ଭୋଳାନାଥଙ୍କର ତ୍ରିଶୂଳ ଆପଣଙ୍କର ସବୁ ଗୁପ୍ତ ଶତ୍ରୁଙ୍କର ବିନାଶ କରିବ। ଆପଣଙ୍କର ବିରୋଧୀମାନେ ନିଜେ ଆସି ଆପଣଙ୍କ ଆଗରେ ମୁଣ୍ଡ ନୁଆଇବେ। ତୃତୀୟରେ, ପରିବାରରେ ଯଦି କୌଣସି ଅଶାନ୍ତି ଲାଗି ରହିଥିଲା, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯଦି ମନାନ୍ତର ଥିଲା, ତେବେ ମାତା ପାର୍ବତୀ ଓ ଶିବଙ୍କ କୃପାରୁ ଆପଣଙ୍କ ଘରେ ପ୍ରେମ ଓ ଶାନ୍ତି ଫେରି ଆସିବ। ଅବିବାହିତ ଯୁବକ ଯୁବତୀମାନଙ୍କ ପାଇଁ ବିବାହର ସୁନ୍ଦର ପ୍ରସ୍ତାବ ଆସିପାରେ। ସନ୍ତାନ ସୁଖରୁ ବଞ୍ଚିତ ଥିବା ଦମ୍ପତିକୁ ଏହି ମାସରେ ଅସାତିତ ଫଳ ମିଳିବାର ଦୃଢ଼ ଯୋଗ ରହିଛି। ଚତୁର୍ଥରେ, ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସମୟ ବହୁତ ଶୁଭ ରହିବ। ଯେଉଁ ପୁରୁଣା ରୋଗ ଆପଣଙ୍କୁ କଷ୍ଟ ଦେଉଥିଲା ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ମନରେ ଏକ ଅଦ୍ଭୁତ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଦର୍ଶକ ବନ୍ଧୁ, ଭଗବାନ ଶିବଙ୍କ କୃପା ଯାହା ଉପରେ ପଡ଼େ ତାର ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗେ ନାହିଁ। ଯଦି ଆପଣ ଏବେ ବି ଆମ ସହିତ ଯୋଡ଼ି ହୋଇ ରହିଛନ୍ତି ତେବେ କମେଣ୍ଟରେ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ, ଯାହାଦ୍ୱାରା ଆପଣଙ୍କର ପ୍ରାର୍ଥନା ସିଧାସଳଖ ଈଶ୍ୱରଙ୍କ ପାଖରେ ପହଞ୍ଚିବ। ଏବେ ଆସନ୍ତୁ ଜାଣିବା ଯେ ଏହି ସବୁ ସୁଫଳ ପାଇବା ପାଇଁ ଆପଣଙ୍କୁ ଶ୍ରାବଣ ମାସରେ କ'ଣ ସବୁ କରିବାକୁ ପଡ଼ିବ, କାରଣ ବିନା କର୍ମରେ କୌଣସି ଫଳ ମିଳେ ନାହିଁ। ପ୍ରଥମେ ଶିବଲିଙ୍ଗରେ ଜଳାଭିଷେକ। ପ୍ରତ୍ୟେକ ସୋମବାର ଦିନ ସକାଳୁ ଉଠି ସ୍ନାନ କରିସାରିବା ପରେ ଏକ ତମ୍ବା ଢାଳରେ ଶୁଦ୍ଧ ଜଳ, ଟିକିଏ ଗଙ୍ଗା ଜଳ, କଞ୍ଚା କ୍ଷୀର, କଳା ରାଶି ଏବଂ ଅକ୍ଷତ ବା ଅଖଣ୍ଡ ଚାଉଳ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ। ଜଳ ଅର୍ପଣ କଲାବେଳେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଦ୍ୱିତୀୟରେ, ବେଲପତ୍ର ଓ ଶମୀପତ୍ର ଅର୍ପଣ। ତୁଳା ରାଶିର ଲୋକମାନେ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ
ଶିବଲିଙ୍ଗ ଉପରେ 108ଟି ବେଲପତ୍ରରେ ଚନ୍ଦନ ଲଗାଇ ରାମ ନାମ ଲେଖି ଅର୍ପଣ କରନ୍ତୁ। ଏହା ସହିତ ଶମୀପତ୍ର ଏବଂ ଦୁଦୁରା ଫୁଲ ନିଶ୍ଚୟ ଚଢ଼ାନ୍ତୁ। ଏହାଦ୍ୱାରା ଆପଣଙ୍କ ଜୀବନର ସବୁ ଦୁର୍ଭାଗ୍ୟ ନଷ୍ଟ ହୋଇଯିବ। ତୃତୀୟରେ, ଗରିବଙ୍କୁ ଦାନ। ତୁଳା ରାଶିର ଅଧିପତି ଶୁକ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରାବଣ ମାସରେ ଧଳା ଜିନିଷ ଯଥା କ୍ଷୀର, ଚାଉଳ, ଚିନି ଏବଂ ଧଳା ବସ୍ତ୍ର ଗରିବ ଓ ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଗୋମାତାଙ୍କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଚତୁର୍ଥରେ, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ। ଯଦି ଆପଣ କୌଣସି ବଡ଼ ରୋଗ ବା ବାଧାର ସମ୍ମୁଖୀନ ହେଉଛନ୍ତି, ତେବେ ପ୍ରତିଦିନ ସନ୍ଧ୍ୟାରେ ଘରେ ଘିଅ ଦୀପ ଜାଳି 108 ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଦେଖିବେ ଚମତ୍କାର ନିଶ୍ଚୟ ହେବ। ଦର୍ଶକ ବନ୍ଧୁ, ଶ୍ରାବଣ ମାସରେ ତୁଳା ରାଶିର ଲୋକେ ଭୁଲରେ ବି କ'ଣ କରିବା ଉଚିତ ନୁହେଁ। କେବଳ ପୂଜାପାଠ କଲେ ହେବ ନାହିଁ। ଶ୍ରାବଣ ମାସରେ ଆପଣଙ୍କୁ କିଛି ବିଶେଷ ନିୟମ ମଧ୍ୟ ପାଳନ କରିବାକୁ ପଡ଼ିବ। ଯଦି ଆପଣ ଏହି ଭୁଲ ଗୁଡ଼ିକ କରନ୍ତି, ତେବେ ମହାଦେବଙ୍କ କୋପର ଶିକାର ହେବାକୁ ପଡ଼ିପାରେ। ପ୍ରଥମେ, ଆମିଷ ଏବଂ ନିଶା ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ। ପବିତ୍ର ଶ୍ରାବଣ ମାସରେ ଭୁଲରେ ବି ଆମିଷ ଖାଆନ୍ତୁ ନାହିଁ। ମଦ, ଗୁଟକା ବା କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ରାହୁ ଏବଂ କେତୁଙ୍କର ଖରାପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ, ଯାହାଦ୍ୱାରା ଧନ ନାଶ ହେବ। ଦ୍ୱିତୀୟରେ, କ୍ରୋଧ ଏବଂ କଟୁ କଥା କୁହନ୍ତୁ ନାହିଁ। ତୁଳା ରାଶିର ଲୋକମାନେ ସାଧାରଣତଃ ଟିକେ ଶାନ୍ତ ସ୍ୱଭାବର ହୋଇଥାନ୍ତି, କିନ୍ତୁ ଯେତେବେଳେ ରାଗନ୍ତି ନିଜର ନିୟନ୍ତ୍ରଣ ହରାଇ ବସନ୍ତି। ଏହି ମାସରେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ଅପଶବ୍ଦ କୁହନ୍ତୁ ନାହିଁ। ବିଶେଷ କରି ମାତାପିତା ଏବଂ ଗୁରୁଜନଙ୍କର ଅପମାନ ଭୁଲରେ ବି କରନ୍ତୁ ନାହିଁ। ତୃତୀୟରେ, ମହିଳାମାନଙ୍କୁ ସମ୍ମାନ ଦିଅନ୍ତୁ, କାରଣ ଆପଣଙ୍କର ସ୍ୱାମୀ ଶୁକ୍ର ହେଉଛନ୍ତି ସୌନ୍ଦର୍ଯ୍ୟ ଓ ମହିଳାମାନଙ୍କର କାରକ ଗ୍ରହ। ତେଣୁ ନିଜ ସ୍ତ୍ରୀ, ମାତା କିମ୍ବା ଘରର କୌଣସି ଝିଅ ବୋହୂଙ୍କୁ ଅପମାନିତ କରନ୍ତୁ ନାହିଁ। ଯେଉଁ ଘରେ ନାରୀର ଅପମାନ ହୁଏ, ସେଠାରେ ଦେବୀ ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ ଏବଂ ମହାଦେବ ମଧ୍ୟ ଅସନ୍ତୁଷ୍ଟ ହୁଅନ୍ତି। ଚତୁର୍ଥରେ, ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ଏବଂ ବିଳମ୍ବରେ ଉଠନ୍ତୁ ନାହିଁ। ଶ୍ରାବଣ ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ସର୍ବଶ୍ରେଷ୍ଠ ଅଟେ। ସକାଳୁ ବିଳମ୍ବ ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ଆଦି ନିତ୍ୟକର୍ମ ସାରି ଭଗବାନଙ୍କୁ ଆରାଧନା କରନ୍ତୁ। ମୋର ପ୍ରିୟ ତୁଳା ରାଶିର ଦର୍ଶକ ବନ୍ଧୁମାନେ, ଆପଣମାନଙ୍କର ଜୀବନରେ କଷ୍ଟର ଦିନ ଏବେ ସରିବାକୁ ଯାଉଛି। ଏହି ଶ୍ରାବଣ ମାସରେ ମହାଦେବଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ, ସତ୍କର୍ମ କରନ୍ତୁ ଏବଂ ଏହି ଉପାୟ ଗୁଡ଼ିକୁ ସବୁ ନିଷ୍ଠାର ସହ ପାଳନ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ଏମିତି ଆଲୋକ ଆସିବ, ଯାହା ସବୁ ଅନ୍ଧକାରକୁ ଦୂର କରିଦେବ। ତୁଳା ରାଶିର ଦର୍ଶକଙ୍କ ପାଇଁ ଏହି ସମୟଟି ହେଉଛି ନିଜର ଆତ୍ମବିଶ୍ୱାସକୁ ଜାଗ୍ରତ କରିବାର ସମୟ। ଯେଉଁମାନେ ଆପଣଙ୍କୁ ଦୁର୍ବଳ ଭାବୁଥିଲେ, ସେମାନଙ୍କୁ ନିଜର ସଫଳତା ମାଧ୍ୟମରେ ଉତ୍ତର ଦେବାର ସମୟ ଏବେ ଆସିଯାଇଛି। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଥିବ ଏବଂ ଆପଣଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିବ। ଯଦି ଆପଣ ଏପର୍ଯ୍ୟନ୍ତ ଭିଡ଼ିଓ ଦେଖୁଛନ୍ତି, ତେବେ ବୁଝିଯାଆନ୍ତୁ ଯେ ମହାଦେବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଭିଡ଼ିଓଟିକୁ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ। ନିଜର ସାଙ୍ଗସାଥି ଏବଂ ପରିବାର ଲୋକଙ୍କ ସହ ନିଶ୍ଚୟ ସେୟାର କରନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ମହତ୍ତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ, ଯାହାଫଳରେ ଆମର ପ୍ରତିଟି ଭିଡ଼ିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ଏବଂ କମେଣ୍ଟରେ ନିଜ ହୃଦୟରୁ ଥରେ ଓମ୍ ନମଃ ଶିବାୟ କିମ୍ବା ହର ହର ମହାଦେବ ନିଶ୍ଚୟ ଲେଖିଦିଅନ୍ତୁ। ଭଗବାନ ଶିବ ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଙ୍ଗଳ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ଏବଂ ସୁନ୍ଦର ଭିଡ଼ିଓ ସହିତ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ରହୁଛି। ଜୟ ଜଗନ୍ନାଥ। ହର ହର ମହାଦେବ।